ଛାଡ଼ପତ୍ର ଏକ ଏଭଳି ଶବ୍ଦ ଯାହାକୁ ହୁଏତ କେହି ପସନ୍ଦ କରୁନଥିବେ। ଏହାକୁ ଏକ ଦୁଃଖ ଓ ଦୁର୍ଦ୍ଦଶା ବୋଲି କହିପାରିବା। କିନ୍ତୁ ଯେଉଁଠି ସମ୍ପର୍କରେ ଫାଟ ଆସେ, ପରସ୍ପର ଭିତରେ ସମନ୍ୱୟର ଅଭାବ ରହେ ଆଉ ଦୁଇ ଜଣଙ୍କର ଜୀବନ ଦୁର୍ବିସହ ହୋଇଯାଏ, ସେଇଠି ଉଠେ ଏହି ଛାଡ଼ପତ୍ର କଥା, ଯାହାକୁ ଆମ ସମାଜରେ ଭଲ ଆଖିରେ ଦେଖାଯାଏ ନାହିଁ। କିନ୍ତୁ ଏବେ ଏହା ଯେମିତି ସାଧାରଣ କଥା ହୋଇଯାଇଛି। ତେବେ ଆମ ଆଇନ ବି ଚାହେଁନି କୌଣସି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଛାଡ଼ପତ୍ର ହେଉ, ସେମାନେ ଅଲଗା ହୁଅନ୍ତୁ, କାରଣ ବିବାହ ଏକ ଅନୁଷ୍ଠାନରୁ କମ୍ ନୁହେଁ। ଏହାକୁ ବଜାୟ ରଖିବା ପାଇଁ ଉଭୟ ପୁରୁଷ ଓ ମହିଳାଙ୍କୁ ତ୍ୟାଗ କରିବାକୁ ହୁଏ। ସେଇଥିପାଇଁ କିଛି ବ୍ୟବସ୍ଥା ରହିଛି ଛାଡ଼ପତ୍ରରେ। ଏହା ଖୁବ୍ ସହଜ ନୁହେଁ, ହେଲେ ବର୍ତ୍ତମାନ ଆମ ସମାଜରେ ମତାନ୍ତର ମନାନ୍ତର, ଦୈନିକ ଝଗଡ଼ା ଏବଂ ଧୈର୍ଯ୍ୟର ଅଭାବ ଦୁଇ ଜଣଙ୍କୁ ଅଲଗା କରିବାକୁ ବାଧ୍ୟ କରେ। ଶେଷରେ ମାମଲା କୋର୍ଟ ଯାଏ ପହଞ୍ଚେ ଆଉ କୋର୍ଟ ଦୁଇ ପକ୍ଷର ଶୁଣିବା ପରେ ନିଷ୍ପତ୍ତି ଶୁଣାଇଥାନ୍ତି। ଏହି ପ୍ରକ୍ରିୟା ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପୁରୁଷ ଓ ମହିଳାଙ୍କ ମଧ୍ୟରେ ସହମତି। ଯଦି ଦୁହେଁ ଛାଡ଼ପତ୍ର ପାଇଁ ସହମତ, ତେବେ ଏହି ପ୍ରକ୍ରିୟା ସହଜରେ ଏବଂ ଶୀଘ୍ର ଶେଷ ହୋଇଯାଏ। ଯଦି ସହମତ ନଥିବେ, ତେବେ ମାମଲା ଦୀର୍ଘ ଦିନ ଧରି ଚାଲେ। ତଥାପି ଏମିତି ନୁହେଁ କି ଗୋଟିଏ ଦମ୍ପତି ଛାଡ଼ପତ୍ର ପାଇଁ ଇଚ୍ଛୁକ ଥିବେ ଆଉ କୋର୍ଟ ତୁରନ୍ତ ନିଷ୍ପତ୍ତି ଶୁଣାଇଦେବେ। ଏଥିପାଇଁ ମଧ୍ୟ ଏକ ପ୍ରକ୍ରିୟା ରହିଥାଏ, ଯାହା ବାଟ ଦେଇ ଯିବାକୁ ପଡ଼େ। ହିନ୍ଦୁ ବିବାହ ଅଧିନିୟମ ଧାରା 13 ଅନୁସାରେ ଏହାର ସବୁଠୁ ଜରୁରୀ ସର୍ତ୍ତ ଏହି ଯେ ପିଟିସନ ଦାଖଲ କରିବା ପୂର୍ବରୁ ପତି ପତ୍ନୀ ପୁରା 1 ବର୍ଷ ଯାଏ ଅଲଗା ରହିଥିବେ। ତେବେ ଆସନ୍ତୁ ଜାଣିବା ଛାଡ଼ପତ୍ରର ସହଜ ପ୍ରକ୍ରିୟା। ହିନ୍ଦୁ ମ୍ୟାରେଜ ଆକ୍ଟରେ ବିବାହ ଛଡ଼ା ଛାଡ଼ପତ୍ରର ବି ନିୟମ ରହିଛି। 1976 ମସିହା ଯାଏ ଆପୋଷ ସହମତିରେ ଛାଡ଼ପତ୍ରର ବ୍ୟବସ୍ଥା ନଥିଲା, କିନ୍ତୁ ଏହାକୁ ଆବଶ୍ୟକତା ଭାବି 1976ରେ ଏକ ସଂଶୋଧନ କରାଗଲା। ଏହି ଆକ୍ଟର ଧାରା 13ରେ ସବସେକ୍ସନ ଯୋଡ଼ି ସହମତିରେ ଛାଡ଼ପତ୍ରର ବ୍ୟବସ୍ଥା କରାଗଲା। ଧାରା 13(b)ରେ ନିଜ ସହମତିରେ ଅଲଗା ହେବା ପାଇଁ ନିହାତି ଦରକାର ଥିବା ସର୍ତ୍ତ କଥା ଉଠାଯାଇଛି। ସର୍ତ୍ତ ଏହା କି ଯେବେ ସ୍ୱାମୀ ସ୍ତ୍ରୀ ସାଙ୍ଗ ହୋଇ ରହିବା ଅସମ୍ଭବ ଲାଗେ, ତେବେ 1 ବର୍ଷ କିମ୍ବା ଏହାଠୁ ଅଧିକ ସମୟ ଯାଏଁ ପରସ୍ପରଠାରୁ ଦୂରରେ ରହିବା ପରେ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ। ଯଦି ଦୁହିଁଙ୍କ ମଧ୍ୟରେ ପରିସ୍ଥିତି ସୁଧୁରିବାର କୌଣସି ବି ସୁଯୋଗ ନାହିଁ, ତେବେ ସେମାନେ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ। ଛାଡ଼ପତ୍ରର ପ୍ରଥମ ଭାଗ ପରେ କୋର୍ଟଙ୍କ ପକ୍ଷରୁ ଦମ୍ପତିକୁ 6 ମାସର ସମୟ ଦିଆଯାଏ। ଏହି ସମୟରେ ଉଭୟ ପକ୍ଷର ଯେ କେହି ବି ନିଜ ଆବେଦନ ଫେରାଇ ନେଇପାରିବେ। ନିୟମ ଅନୁସାରେ ଏହି 6 ମାସର ସମୟକୁ ବି କମ୍ କରିବାକୁ ଆବେଦନ କରାଯାଇପାରିବ। ଯାଞ୍ଚ ପରେ କୋର୍ଟ ଏହି ଅବଧିକୁ କମ୍ କରିପାରନ୍ତି। ଆସନ୍ତୁ ଜାଣିବା ଏଥିପାଇଁ ଜରୁରୀ କାଗଜପତ୍ର ସବୁ କ'ଣ ଆବଶ୍ୟକ। ବିବାହ ପ୍ରମାଣପତ୍ର, ଦୁହିଁଙ୍କ ରହିବା ଠିକଣା, ଦୁହିଁଙ୍କ ପରିବାର ବିଷୟରେ ସୂଚନା, ବିବାହର ଫଟୋ, ପୂର୍ବ 3 ବର୍ଷର ଇନକମ୍ ଟ୍ୟାକ୍ସ ଷ୍ଟେଟମେଣ୍ଟ, ଆୟର ବିବରଣୀ, ସମ୍ପତ୍ତିର ମାଲିକାନା ଓ ବିବରଣୀ, 1 ବର୍ଷ ଅଲଗା ରହିବାର ପ୍ରମାଣ। ସର୍ବପ୍ରଥମେ ଦୁଇ ପକ୍ଷରୁ ଫ୍ୟାମିଲି କୋର୍ଟରେ ପିଟିସନ ଦାଖଲ କରାଯାଏ। ଏକ ମିଳିତ ପିଟିସନ ଦାଖଲ କରିବାକୁ ହୋଇଥାଏ। ଏଥିରେ ଦୁଇ ପାର୍ଟନରଙ୍କର ଏକ ମିଳିତ ବୟାନ ବି ଦେବାକୁ ହୁଏ। ଦୁହେଁ ସାଙ୍ଗରେ ଆଉ ରହିପାରିବେ ନାହିଁ ଓ ଛାଡ଼ପତ୍ର ଚାହାନ୍ତି ବୋଲି ସ୍ପଷ୍ଟ କରିବେ। ଏ ବୟାନରେ ସମ୍ପତ୍ତି ଭାଗ ଏବଂ ପିଲା କଷ୍ଟଡି ବିଷୟରେ ମଧ୍ୟ ଆପୋଷ ବୁଝାମଣା କଥା ସାମିଲ ହୋଇଥାଏ। ଏହି ବୟାନ ପରେ କୋର୍ଟ ସାମ୍ନାରେ ପେପର ଉପରେ ଏସବୁ ଲେଖାଯାଏ। ଏହାପରେ ଦୁଇ ପକ୍ଷଙ୍କୁ ପୁଣି ଥରେ ନିଷ୍ପତ୍ତି ଉପରେ ବିଚାର କରିବା, ସମାଧାନ କରିବା ଏବଂ ନିଷ୍ପତ୍ତି ବଦଳାଇବା ପାଇଁ ସମୟ ଦିଆଯାଏ। ଏହି 6 ମାସରେ ଯଦି ଦୁଇ ପକ୍ଷଙ୍କ ଭିତରେ ସହମତି ନ ହୁଏ, ତେବେ ଶେଷ ଶୁଣାଣି ପାଇଁ ଦୁହେଁ ହାଜର ହୋଇଥାନ୍ତି। ପ୍ରଥମ ପିଟିସନ ଦେବାର 18 ମାସ ଭିତରେ ଦ୍ୱିତୀୟ ପିଟିସନ ଦେବାକୁ ପଡ଼ିଥାଏ। 18 ମାସ ଭିତରେ ଦ୍ୱିତୀୟ ପିଟିସନ ନ ଆସିଲେ ଅଦାଲତ ଛାଡ଼ପତ୍ର ଆଦେଶ ଦେଇପାରିବେ ନାହିଁ। 18 ମାସ ହେବା ପରେ ପୁଣି ଥରେ ପ୍ରଥମ ପିଟିସନ ଦେବାକୁ ହୁଏ। ଯଦି ଦ୍ୱିତୀୟ ପିଟିସନ ଭିତରେ ଗୋଟିଏ ପକ୍ଷ ଆବେଦନ ଫେରାଇ ନିଏ, ତେବେ ତା ଉପରେ ଜୋରିମାନା ଲଗାଯାଇଥାଏ। ଛାଡ଼ପତ୍ରର ଆଦେଶ ଅନୁମୋଦନ ହେବା ପୂର୍ବରୁ କେହି ବି ନିଜ ନିଷ୍ପତ୍ତି ବଦଳାଇ ପାରେ। ଏଭଳି ମାମଲାରେ ଯଦି ପତି ପତ୍ନୀ ଭିତରେ କୌଣସି ଭଲ ସମ୍ବନ୍ଧ ନଥିବ ଅଥବା ଅଦାଲତ ସମ୍ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ ହେବେ ନାହିଁ, ତେବେ ଛାଡ଼ପତ୍ରର ଆଦେଶକୁ ଅନୁମୋଦନ ମିଳିବ ନାହିଁ। ଦୁଇ ପକ୍ଷର ପ୍ରତିଟି କଥା ଏବଂ ଅଭିଯୋଗର ଯାଞ୍ଚ କରିବା ପରେ ଯଦି କୋର୍ଟଙ୍କୁ ଉଚିତ ମନେ ହୁଏ, ତେବେ ଛାଡ଼ପତ୍ରର ଆଦେଶ ଦିଆଯାଇଥାଏ। ଆପୋଷ ସହମତିରେ ନିଆଯାଉଥିବା ଛାଡ଼ପତ୍ରରେ ପତି ଓ ପତ୍ନୀ ପିଲାଙ୍କ ସଂରକ୍ଷଣ କଥାକୁ ନିଜ ଭିତରେ ସମାଧାନ କରିବାର ଜରୁରୀ ହୋଇଥାଏ। ଏଭଳି ସ୍ଥିତିରେ ମାତା ପିତା ଭିତରେ କୌଣସି ଜଣଙ୍କ ପାଖରେ ପିଲାକୁ ରଖିବାର ଜରୁରୀ ହୋଇଥାଏ। ଯଦି ଦୁଇଟି ପିଲା ଥିବେ, ତେବେ ସେମାନେ କେଉଁଠି ରହିବେ, ମା ଓ ବାପା ଆପୋଷ ବୁଝାମଣା କରିପାରନ୍ତି। ଏଥିରେ ଯଦି ପିଲାଙ୍କ ଇଚ୍ଛା ସାମିଲ ଥିବ, ତେବେ ଭଲ, ଆଉ ଯଦି ସହମତି ନ ହୁଏ, ତେବେ ବାରମ୍ବାର କୋର୍ଟ ଯିବାକୁ ପଡ଼ିଥାଏ।
ଆଉ ମାମଲା ଲମ୍ବି ଲମ୍ବି ଚାଲେ। ସେମିତି ସମ୍ପତ୍ତି ମାମଲାକୁ ମଧ୍ୟ ନିଜ ଭିତରେ ଆପୋଷ ବୁଝାମଣାରେ ସମାଧାନ କରିବାକୁ ପଡ଼ିଥାଏ। ଯଦି ପତ୍ନୀ କର୍ମଜୀବୀ ମହିଳା ହୋଇନଥିବେ ଓ ସ୍ୱାମୀ ଉପରେ ନିର୍ଭରଶୀଳ ଥିବେ ତେବେ ତାଙ୍କୁ ଆପୋଷ ବୁଝାମଣା ଅନୁସାରେ ଚଳିବା ପାଇଁ ଭତ୍ତା ଦେବାକୁ ହେବ। ଆଉ ଯଦି ସେ ରାଜି ନ ହୁଅନ୍ତି ତାହେଲେ ପତ୍ନୀ ଆଇନର ସାହାଯ୍ୟ ନେଇପାରନ୍ତି। ଯାହା ଆଇନରେ ରହିଛି ପ୍ରଥମ ପତି କିମ୍ବା ପତ୍ନୀଠାରୁ ସମ୍ପୂର୍ଣ୍ଣ ଅଲଗା ହେବା ପରେ ହିଁ ଅର୍ଥାତ୍ ଡିଭୋର୍ସ ପରେ ହିଁ ଜଣେ ଦ୍ୱିତୀୟ ବିବାହ କରିପାରିବେ। କହି ରଖୁଛୁ କି ପ୍ରଥମ ସ୍ତ୍ରୀଙ୍କଠାରୁ ଅବା ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନ ନେଇ ପୁଣି ବିବାହ କଲେ ବ୍ୟକ୍ତିଙ୍କୁ ଦୋଷୀ ବୋଲି ଧରି ନିଆଯାଏ। ଆଇପିସିର ଧାରା 494 ଆଧାରରେ ଏଭଳି ବ୍ୟକ୍ତି ପାଇଁ ଦଣ୍ଡର ନିୟମ ରହିଛି। ତେଣୁ କଥା କଥାକେ ଛାଡ଼ପତ୍ର ଧମକ ଦେଉଥିବା ପତି କିମ୍ବା ପତ୍ନୀ ଏସବୁ ନିୟମ ଟିକେ ଜାଣି ରଖନ୍ତୁ। ତେଣୁ କଥା କଥାରେ ଛାଡ଼ପତ୍ର ଧମକ ଦେଉଥିବା ପତି କିମ୍ବା ପତ୍ନୀ ଏସବୁ ନିୟମ ଟିକେ ଜାଣି ରଖନ୍ତୁ। ତେବେ ଆମେ ଚାହିଁବୁ ନାହିଁ କି କୌଣସି ଦମ୍ପତିଙ୍କ ମଧ୍ୟରେ ଏଭଳି ବିଚ୍ଛେଦ ଘଟୁ, କିନ୍ତୁ ଯେଉଁଠି ଏକାଠି ରହିବା ସମ୍ଭବ ନୁହେଁ ସେଠାରେ ଛାଡ଼ପତ୍ର କିଛି ଖରାପ କଥା ବି ନୁହେଁ। ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।